ଓଡ଼ିଆ କାବ୍ୟ ରସାନୁଭୂତି ସୁଧୀ ଶ୍ରୋତା ବନ୍ଧୁମାନଙ୍କୁ ମୋ ନମସ୍କାର। ବନ୍ଧୁଗଣ, ଆଜି ସେହି ପୂର୍ବ ଆଲୋଚିତ ବିଶିଷ୍ଟ କବି ଦ୍ୱାଦଶ ଶତାବ୍ଦୀର ମହାକବି ଗୀତଗୋବିନ୍ଦକାର ଶ୍ରୀ ଜୟଦେବଙ୍କର ଶ୍ରେଷ୍ଠ ଅମ୍ଳାନ କୃତି ପ୍ରେମ ରାଧାକୃଷ୍ଣ ପ୍ରେମ ରସାଶ୍ରିତ ରସାଳ କାବ୍ୟ ଗୀତଗୋବିନ୍ଦ ସମ୍ପର୍କରେ ଆମେ ଆଲୋଚନା କରିଛେ ଏବଂ ଶ୍ରୋତା ବନ୍ଧୁମାନେ କିଛି ଅଂଶ ମୁଁ ଯେଉଁ ଦଶାବତାର ସ୍ତୋତ୍ର ତାଙ୍କର ପ୍ରଥମ ପ୍ରବନ୍ଧଟି ଅଷ୍ଟପଦୀ ଆଲୋଚନା କରିଥିଲି ତାକୁ ଆପଣମାନେ ଶୁଣିଛନ୍ତି। ଆଜି ଆସନ୍ତୁ ଆଉ ଜୟଦେବଙ୍କ ଉପରେ ମୁଁ ବିଶେଷ ଆଲୋଚନା ନ କରି, ଯିଏକି ସମଗ୍ର ଭାରତବର୍ଷରେ କେବଳ ବୈଷ୍ଣବ କବି ହିସାବରେ ନୁହେଁ, ଦ୍ୱାଦଶ ଶତାବ୍ଦୀରେ ଦ୍ୱାଦଶ ଶତାବ୍ଦୀର ସମୟ ଏବଂ ସେହି ସମୟରେ କବି ଯେଉଁ ବୈଷ୍ଣବ ରସାଶ୍ରିତ ରାଧାକୃଷ୍ଣ ପ୍ରେମର ପ୍ରବାହ ସୃଷ୍ଟି କରିପାରିଥିଲେ ଗୀତ ଗୋବିନ୍ଦ କାବ୍ୟରେ, ଯାହାକି ସମଗ୍ର ଭାରତବର୍ଷରେ ବିଭିନ୍ନ ପ୍ରାନ୍ତରେ ତା'ର ବହୁମୂଲ୍ୟ ଦେଇଛନ୍ତି, ଯେଉଁମାନେ ବ୍ୟାଖ୍ୟା କରିଛନ୍ତି, ଯେଉଁମାନେ ଶୁଣିଛନ୍ତି। ଏଇଭଳି ଓଡ଼ିଶାର ଜନପ୍ରିୟ ଆଉ ବୈଷ୍ଣବ କବି, ମହାନ କବି ଗୀତଗୋବିନ୍ଦକାର ଜୟଦେବଙ୍କର ଆଜି ଯେଉଁ ଗୀତଗୋବିନ୍ଦରେ ଦ୍ୱିତୀୟ ପ୍ରବନ୍ଧଟି, ପ୍ରଥମ ପ୍ରବନ୍ଧଟି ହେଉଛି ଦଶାବତାର ସ୍ତୋତ୍ର ଏବଂ ଦ୍ୱିତୀୟ ପ୍ରବନ୍ଧଟି ହେଉଛି ମଙ୍ଗଳ ଗୀତ। କାହିଁକିନା ମୁଁ କାବ୍ୟ ସମ୍ପର୍କରେ ଯେତେବେଳେ ଓଡ଼ିଆ କାବ୍ୟ ସାହିତ୍ୟ ଆଲୋଚନା କରେ, ସେତେବେଳେ କହେ ଯେ କାବ୍ୟଗୁଡ଼ିକ କିଭଳି ନିର୍ବିଘ୍ନରେ ସମାପ୍ତି ହେବ, ସେଥିପାଇଁ ପ୍ରତ୍ୟେକ କବି ଯାହା ଅଳଙ୍କାର ଶାସ୍ତ୍ରରେ ଲେଖା ହେଇଛି, ସଂସ୍କୃତ ଅଳଙ୍କାର ଶାସ୍ତ୍ରରେ କାବ୍ୟର ନିୟମ ମାନିକିରି ପ୍ରାୟ କାବ୍ୟ ଲେଖିଛନ୍ତି ଏବଂ କବି ମହାକବି ଜୟଦେବ ମଧ୍ୟ ସେଥିରୁ ବିଚ୍ୟୁତ ହୋଇନାହାନ୍ତି। ତେଣୁ ଭଗବାନଙ୍କର ଗୁଣଗାନ ଆଗ ସ୍ତବ ଦଶାବତାର ସ୍ତୋତ୍ରରେ ତାଙ୍କର ବିଭିନ୍ନ ଅବତାର କହିଛନ୍ତି। ତାପରେ ମୁଁ କହିଲି ଯେ ଆଦୌ ନମସ୍କ୍ରିୟା ଆଶୀର୍ବା, ଏଇ ଯେଉଁ ମଙ୍ଗଳ ଗୀତିଟି ଲେଖା ହେଇଛି, ଆଦୌ ନମସ୍କ୍ରିୟା ଆଶୀର୍ବା ବସ୍ତୁ ନିର୍ଦ୍ଦେଶ ଏ ବବା କ୍ୱଚିତ୍ ନିନ୍ଦା ଖଳାଦୀନାଂ ଶତାଂଶ ଗୁଣ କୀର୍ତ୍ତନ। ଇଏ ହେଲା କାବ୍ୟର ଆଳଙ୍କାରିକ ନିୟମ। ଏଣୁ ପ୍ରଥମେ ପ୍ରଭୁଙ୍କ ପାଖରେ ଆଶ୍ରିତ ହେଇକରି ପ୍ରଭୁଙ୍କର ଗୁଣଗାନ କରିଛନ୍ତି ଏବଂ ଏଇଠୁ ନମସ୍କାରାତ୍ମକ ହେଇଛି। ତାପରେ ବିଷୟବସ୍ତୁକୁ ରାଧାକୃଷ୍ଣଙ୍କର କେମିତି ରାଧାରାଣୀ ବିରହ ବେଦନା ସହ୍ୟ କରିପାରିନାହାନ୍ତି, କାମ ବାଧାରେ ଜର୍ଜରିତ ହେଇଛନ୍ତି। ସଖୀଟି ତାଙ୍କୁ କହୁଛି ଯେ ଭଗବାନ ବା ଶ୍ୟାମନାଗର ଏବେ କୁଞ୍ଜରେ ଆଉ ଯାଇକରି ଅନ୍ୟାନ୍ୟ ସଖୀମାନଙ୍କ ସହିତ କିଭଳି ବସନ୍ତ ଋତୁ ହେଇଛି ଆଉ ସେ କୁଞ୍ଜରେ କେମିତି କ୍ରୀଡ଼ା କରୁଛନ୍ତି, ହେ ସଖୀ ତୁମେ ଚାଲ। ଏଇ ଯେଉଁ ବିଷୟଟା ଆରମ୍ଭ ହେବ, ଆଜ୍ଞା ବିଷୟବସ୍ତୁ ଏଇଠୁ ହିଁ ଆରମ୍ଭ ହେଇଛି। କିନ୍ତୁ ଆଜିର ବିଷୟବସ୍ତୁ ହେଉଛି, ଆଜିର ଆଲୋଚ୍ୟ ବସ୍ତୁ ହେଉଛି ଯେ ଭଗବାନଙ୍କର ଏଇ ମଙ୍ଗଳ ଗୀତି ବା ମଙ୍ଗଳ ଜଗତର ମଙ୍ଗଳ, ପ୍ରଭୁଙ୍କୁ ନମସ୍କାର କରି ଜଗତର ମଙ୍ଗଳ ସାଧନ କରିବେ ଏବଂ ପ୍ରଭୁଙ୍କର ଗୁଣ କିଭଳି ଗାନ କରିଛନ୍ତି, ପ୍ରଭୁଙ୍କର ଗୁଣ ବିଭିନ୍ନ ଗୁଣ ସବୁ ଲୀଳାର ଯେଉଁ ଗୁଣ ତାର ପ୍ରଶସ୍ତି କିଭଳି এই ମଙ୍ଗଳ ଗୀତିଟିରେ କବି ଆଲୋଚନା କରିଛନ୍ତି। ଆସନ୍ତୁ ଶୁଣିବା। ଶ୍ରୀତ କମଳା କୁଚ ମଣ୍ଡଳ, ଶ୍ରୀତ କମଳା କୁଚ ମଣ୍ଡଳ হে, শ্রিত কমলা কুচ মণ্ডল দ্রুত কুণ্ডল হে, কলিত ললিত বনমাল, জয় জয় দেব হরে, হরি জয় জয় দেব হরে, জয় জয় দেব হরে। ପ୍ରଥମରୁ ଆପଣଙ୍କର ମର୍ମକୁ ହୃଦୟକୁ ଇଏ ଛୁଇଁ ଯାଉଛି। ପ୍ରଭୁଙ୍କର ବିଷୟ, ପ୍ରଭୁଙ୍କର ଗୁଣଗାନ କରାହେଇଛି। ତେଣୁ ଗୁଣମୁଗ୍ଧ ବୈଷ୍ଣବ କବି ମହାକବି ଜୟଦେବ ଏଇ ଯେଉଁ ମଙ୍ଗଳ ଗୀତିଟି ଅତି ଚମତ୍କାର ଭାବରେ ପ୍ରଭୁଙ୍କର ସ୍ତବ ବର୍ଣ୍ଣନା କରୁଛନ୍ତି ବା ଗୁଣଗାନ କରୁଛନ୍ତି। କ'ଣ ନା ପ୍ରଥମେ ବର୍ଣ୍ଣନା କରୁଛନ୍ତି ଶ୍ରୀତ କମଳାକୁଚ ମଣ୍ଡଳ, ଶ୍ରୀତ କମଳାକୁଚ ମଣ୍ଡଳ ଧୃତ କୁଣ୍ଡଳ। ହେ ପ୍ରଭୁ,
କୁଣ୍ଡଳ ଧାରଣକାରୀ ଭଗବାନଙ୍କର କାନକୁ କର୍ଣ୍ଣକୁ କୁଣ୍ଡଳ ସବୁବେଳେ ଆପଣ ଦେଖିବେ ଶୋଭା ପାଉଛି। କର୍ଣ୍ଣାଳଙ୍କାର ତାକୁ କୁଣ୍ଡଳ କୁହାଯାଏ, ମକର କୁଣ୍ଡଳ। ଏଣୁ ରସକଲ୍ଲୋଳକାର କବି ଦୀନକୃଷ୍ଣ ଜଗନ୍ନାଥଙ୍କର ଯେଉଁ କାବ୍ୟ ବର୍ଣ୍ଣନା କରିଛନ୍ତି ରସକଲ୍ଲୋଳ, ତାର ପ୍ରଥମ ଛାନ୍ଦରେ ଲେଖିଛନ୍ତି କମନୀୟ ଶ୍ରୀମୁଖ ଏଇ କୁଣ୍ଡଳଟି ତାଙ୍କର କମନୀୟ ଶ୍ରୀମୁଖ ମଣ୍ଡଳକୁ ଆହୁରି ଅଧିକ ଶୋଭା ଦେଖାଇ ଦେଉଛି ବା ଶୋଭା ଦିଶୁଛି। ଏଇ ଯେଉଁ କବି ଜୟଦେବ ମଧ୍ୟ କହୁଛନ୍ତି ଶ୍ରୀତ କମଳାକୁଚ ମଣ୍ଡଳ, ହେ ପ୍ରଭୁ, ହେ କୁଣ୍ଡଳ ଧାରଣ କରି କାରି ପ୍ରଭୁ ଆଉ ଭଗବାନ ଶ୍ରୀକୃଷ୍ଣ ଆପଣ ଆଉ ଲକ୍ଷ୍ମୀ ଶ୍ରୀତ କମଳାକୁଚ ମଣ୍ଡଳ, ଅର୍ଥାତ୍ କମଳା ଯେ ଲକ୍ଷ୍ମୀଙ୍କର ଆପଣଙ୍କର ଯେ ପତ୍ନୀ ଲକ୍ଷ୍ମୀ ଆଉ ତାଙ୍କୁ ଆପଣ ଏତେ ତାଙ୍କ ପ୍ରତି ଏତେ ପ୍ରୀତି ଆପଣଙ୍କର ରହିଛି ବା ପ୍ରଗାଢ଼ ପ୍ରୀତି, ତାର ଚିହ୍ନ ସ୍ୱରୂପ ଆପଣ ସବୁବେଳେ ଭଗବାନଙ୍କର ଶ୍ରୀତ ମା ଲକ୍ଷ୍ମୀଙ୍କର ଆଉ ବକ୍ଷ ଦେଶରେ ବା ବକ୍ଷୋଜ ଦେଶରେ ମଣ୍ଡଳରେ ବକ୍ଷ ଦେଶରେ ଆଉ ଆପଣ ମସ୍ତକ ରଖିକିରି ଆଶ୍ରୟ, ଓହୋ ସତେ ଯେମିତି ଆଶ୍ରୟ ସେଇଟା ହେଉଛି ତୁମର ଆପଣଙ୍କର ଆଶ୍ରୟସ୍ଥଳ। ଏଣୁ ଆଶ୍ରିତ ଆପଣ କେଉଁଠି ନା ଲକ୍ଷ୍ମୀଙ୍କର ବକ୍ଷ ଦେଶରେ ଆପଣ ମସ୍ତକ ସବୁବେଳେ ରଖିକିରି ଶୟନ କରନ୍ତି। ଏଇ ଯେଉଁ ଦୃଶ୍ୟ ଶ୍ରୀତ କମଳାକୁଚ ମଣ୍ଡଳ ଧୃତ କୁଣ୍ଡଳ, ଏ କୁଣ୍ଡଳଧାରୀ କୁଣ୍ଡଳ ଧାରଣକାରୀ କୁଣ୍ଡଳ ଧାରଣ କରି ରମଣୀୟ ଦେଖାଯାଉଥିବା ଏବଂ ମା ଲକ୍ଷ୍ମୀଙ୍କର ବକ୍ଷ ଦେଶରେ ଆଶ୍ରୟ ନେଇଥିବା ଏଇଭଳି ଯେଉଁ ପ୍ରଭୁ ଆଉ ଆପଣ ଆଉ କ'ଣ କରିଛନ୍ତି ନା ଆହୁରି କେମିତି ଶୋଭା ଦେଖାଯାଉଛି ନା କଳିତ ଲଳିତ ବନମାଳ, କଳିତ ଅର୍ଥାତ୍ ମନୋହର ମୃଦୁଳ ଏବଂ ଲଳିତ ବନମାଳାଟି ଆପଣଙ୍କ ବେକରେ ଅତ୍ୟନ୍ତ ଶୋଭା ପାଉଛି। ବନମାଳା କହିଲେ ଆଜ୍ଞା ଆପାଦଲମ୍ବୀ ବନମାଳା ବ୍ୟାଖ୍ୟାକାରମାନେ କହିଛନ୍ତି ଆରେ ବନମାଳା କାହାକୁ କୁହାଯାଏ ନା ଆପାଦଲମ୍ବୀ, ବେକରୁ ବା ଗଳାରୁ ପାଦ ପର୍ଯ୍ୟନ୍ତ ଲମ୍ବିଥିବା ମାଳକୁ ଆଜ୍ଞା ବନମାଳା କୁହାଯାଏ। ଏବଂ ପୁଣି ଟୀକାକାରମାନେ ବର୍ଣ୍ଣନା କରିଛନ୍ତି ଆଉ ବିଶେଷତଃ ସଞ୍ଜୀବନୀ ଟୀକାରେ ଲେଖା ହେଇଛି ଯେ କିଛି ପୁଷ୍ପ ଏବଂ ପତ୍ର ଉଭୟର ସମ୍ମିଶ୍ରଣରେ ଆଉ ସୁନ୍ଦର ପତ୍ର ପୁଷ୍ପ ଗୁନ୍ଥା ହେଇଛି, ଅପୂର୍ବ ମାଳାକାର ତାକୁ ସୁନ୍ଦର ଭାବରେ ଯେଉଁ ମାଳ ଗ୍ରଥିତ କରିଛି, ଫୁଲ କିଛି ଦେଇଛି ପେନ୍ଥା କରି ମଝିରେ ପତ୍ର କିଛି ଦିଆହେଇଛି, ତାକୁ ମଧ୍ୟ ବନମାଳ କୁହାଯାଏ। ଅର୍ଥାତ୍ ଆପାଦ ଗଳାଠାରୁ ପାଦ ପର୍ଯ୍ୟନ୍ତ ଲମ୍ବିଥିବା ମାଳ ହେଉଛି ବନମାଳ ଏବଂ ପତ୍ର ପୁଷ୍ପର ସମନ୍ୱୟରେ ଗ୍ରଥିତ ହୋଇଥିବା ମନୋହର ବା ସୁନ୍ଦର ମାଳ ମଧ୍ୟ ବନମାଳ। ଏଇଭଳି ଯେଉଁ ଲଳିତ ମନୋହର ସୁନ୍ଦର ବନମାଳାକୁ ଆପଣ କଳିତ ଧାରଣ କରିଛନ୍ତି। ଏଇଭଳି ଯେଉଁ ଭଗବାନ ଶ୍ରୀକୃଷ୍ଣ ଆପଣଙ୍କୁ କୋଟି କୋଟି ଆପଣଙ୍କ ପାଦ ତଳେ ବା ଚରଣାର ବିନ୍ଦରେ କୋଟି କୋଟି ନମସ୍କାର। ଆପଣଙ୍କର ଜୟ ହେଉ, ଆପଣଙ୍କର ଜୟ ହେଉ, ଜୟ ହେଉ। ଏବଂ ତାପରେ ଦ୍ୱିତୀୟ ପଦଟି ଆସନ୍ତୁ ଦେଖିବା କ'ଣ କବି ବର୍ଣ୍ଣନା କରୁଛନ୍ତି। ଏହାପରେ ଦୀନମଣି ମଣ୍ଡଳ ମଣ୍ଡନ ଭବଖଣ୍ଡନ ହେ, ଦୀନମଣି ମଣ୍ଡଳ ଭବଖଣ୍ଡନ ହେ, ମୁନିଜନ ମାନସ ହଂସ, ମୁନିଜନ ମାନସ ହଂସ, ଜୟ ଜୟ ଦେବ ରେ হরি জয় জয় দেব হরে জয় জয় দেব হরে। দীনমণি মণ্ডଳ ମଣ୍ଡନ, ପ୍ରଭୁଙ୍କର ମୁଁ କହିଛି ଯେ ପ୍ରଭୁଙ୍କର ମଙ୍ଗଳ ଏ ମଙ୍ଗଳାଚରଣ ଗୀତ ନା, ପ୍ରଭୁଙ୍କର ତାଙ୍କର ଗୁଣ କୀର୍ତ୍ତନ କରୁଛନ୍ତି। ମୁଁ କହିଛି ଭାଗବତରେ ଲେଖା ହେଇଛି ଭଗବାନଙ୍କର ନବଧା ଭକ୍ତି ଅଛି, ଭକ୍ତି 9 ପ୍ରକାର ବୋଲି କୁହାଯାଇଛି। ଭଜନଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପାଦ ସେବନଂ ଅର୍ଚ୍ଚନଂ ବନ୍ଦନଂ ଦାସ୍ୟ ସଖ୍ୟମ୍ ଆତ୍ମନିବେଦନ ସମର୍ପିତ ଭାବ ଯେମିତି ରାଧାରାଣୀ କରିଥିଲେ ଇତ୍ୟାଦି ଗୋପାଙ୍ଗନାମାନେ। ତେଣୁ ଏଇଭଳି ଯେଉଁ ଜୟଦେବ ସ୍ୱାମୀକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି, ତାକୁ ଦ୍ୱିତୀୟ ପଦଟିରେ ଆହୁରି ଚମତ୍କାର କରିକି କବିଙ୍କର ଗୁଣ କୀର୍ତ୍ତନ କରୁଛନ୍ତି। ଦୀନମଣି ମଣ୍ଡଳ ମଣ୍ଡଳ, ଦୀନମଣି ଯେ ସୂର୍ଯ୍ୟ, ଦୀନମଣି
ଯେ ସୂର୍ଯ୍ୟମଣ୍ଡଳରେ ଆପଣ ଶୋଭା ପାଉଛନ୍ତି। ଆମେ ଜାଣିଛେ ଆରେ ସେ ହିଁ ସବୁ, ସିଏ ହିଁ ଚନ୍ଦ୍ର, ସିଏ ହିଁ ସୂର୍ଯ୍ୟ, ସିଏ ହିଁ ଅଗ୍ନି, ସିଏ ହିଁ ସବୁ। ବ୍ରହ୍ମ ସର୍ବତ୍ରୈବ ବ୍ରହ୍ମ ତାଙ୍କର ସ୍ଥିତି। ତେଣୁ ଦିନମଣି ଜ୍ୟୋତିଷ୍ମାନ ରୂପରେ, ଜ୍ୟୋତି ରୂପରେ ଆପଣ ଯେଉଁ ସୂର୍ଯ୍ୟ ମଣ୍ଡଳ ଭିତରେ ଆପଣ ଦୀପ୍ୟମାନ ହେଇକି ରହିଛନ୍ତି। ହେ ପ୍ରଭୁ, କାହିଁକିନା ପୂଜା ପାଠ କରୁଛନ୍ତି, ସବୁ ପାଣି ଦେଉଛନ୍ତି। ଦେହ ସଦା ସବିତୃମଣ୍ଡଳ ମଧ୍ୟବର୍ତ୍ତୀ ନାରାୟଣ, ସେ ପ୍ରଭୁ ପଦ୍ମାସୀନ ହେଇକରି ସୂର୍ଯ୍ୟମଣ୍ଡଳରେ ବିରାଜମାନ କରିଛନ୍ତି ସବୁବେଳେ। ତେଣୁ ଆମେ ସ୍ତବ ଗାନ କଲାବେଳେ, ସ୍ତୋତ୍ର ଗାନ କଲାବେଳେ, ସୂର୍ଯ୍ୟଙ୍କୁ ପାଣି ଟିକେ ଦେଲାବେଳେ ଆମେ କ'ଣ କହୁଛେ ନା ଧେୟ ସଦା ସବିତୃମଣ୍ଡଳ ମଧ୍ୟବର୍ତ୍ତୀ ନାରାୟଣ। କିଏ ନା ସରସିଜାସନ ସନ୍ନିବିଷ୍ଟ, କେୟୁରବାନ ମକର କୁଣ୍ଡଳବାନ କିରୀଟିହାରୀ ଇତ୍ୟାଦି। ଏଇ ଯେଉଁ କଥା ମୁଁ କହିଦେଲି, ଏଥିରୁ ସ୍ପଷ୍ଟ ଆପଣ ଜାଣିଯିବେ ଯେ ସବିତୃମଣ୍ଡଳ ମଧ୍ୟବର୍ତ୍ତୀ ଏ ନାରାୟଣଙ୍କୁ ମୁଁ ଭଜନ କରୁଛି, ଯିଏକି ପଦ୍ମାସନରେ ସୂର୍ଯ୍ୟମଣ୍ଡଳରେ ଶୋଭା ପାଉଛନ୍ତି। ଏଇଭଳି ଆପଣଙ୍କର ତେଜ, ସେଇ ତେଜକୁ, ସେଇ ରୂପକୁ ଯିଏ ସୂର୍ଯ୍ୟମଣ୍ଡଳରେ ପଦ୍ମାସୀନରେ ବସିଛନ୍ତି, ମୁଁ ତାଙ୍କୁ ନମସ୍କାର କରୁଛି। ଏବଂ ଭବ ଖଣ୍ଡନ, ଭବ ଅର୍ଥାତ୍ ସଂସାରର ତାପ, ମନୁଷ୍ୟମାନଙ୍କର ତାପତ୍ରୟ, ଆଧ୍ୟାତ୍ମିକ, ଆଧିଭୌତିକ, ଆଧିଦୈବିକ, ଏଇ ଯେଉଁ ତ୍ରିତାପ ଭବ ଆଉ ସାଂସାରିକ ଦୁଃଖ। ଭବ ଖଣ୍ଡନ, ଭବ ଯେ ସଂସାରର ଯେଉଁ ଦୁଃଖ ତାକୁ ଆପଣ ସେ ଲୋକମାନଙ୍କର ଦୂର କରୁଛନ୍ତି ଏବଂ ତାପତ୍ରୟକୁ ମଧ୍ୟ ବିନାଶ କରୁଛନ୍ତି। ଭବ ଖଣ୍ଡନ ହେ ମୁନିଜନ ମାନସ ହଂସ। ଏବଂ ପ୍ରଭୁ ଆପଣ ଆଉ କ'ଣ କରୁଛନ୍ତି ନା ଯେଉଁ ମୁନିମାନେ ଯଶାନ୍ତନ୍ନ ସୁରାସୁର ଗଣା ଦେବାୟ ତସ୍ମୈ ନମଃ। ଆମେ ଦେବତାମାନେ ତ ଜାଣିନାହାନ୍ତି, ତେଣୁ ମୁନିମାନେ କ'ଣ କରିଛନ୍ତି ଆମେ ଜାଣିଛେ। ଆମର ଯେଉଁ ମୁନି ଋଷିମାନେ ସେମାନେ କଠୋର ତପସ୍ୟା କରିକିରି ଭଗବାନଙ୍କୁ ସମାଧିସ୍ଥ ଅବସ୍ଥାରେ ତାଙ୍କୁ ତାଙ୍କର ସାକ୍ଷାତ ଦର୍ଶନ ପାଇଲେ ଆନନ୍ଦ, ସେ ହେଉଛି ଆନନ୍ଦ, ଦିବ୍ୟ ଆନନ୍ଦ, ପରମାନନ୍ଦ, ସେ ତୃପ୍ତ ହୁଅନ୍ତି। ସେଇ ଯେଉଁ ମୁନିଜନମାନ ମୁନିମାନଙ୍କର ମାନସ ହ୍ରଦରେ, ଯେମିତି କୈଳାସ, ହିମାଳୟ ପାଖରେ ଯେଉଁ କୈଳାସ ପାଖରେ ଯେଉଁ ମାନସରୋବର ଅଛି, ସେଠୁ ଯେମିତି ହଂସମାନେ। ଆରେ ମାନସରୋବର କଥା କାହିଁ କହିଲେନି? ମୁନିଜନ ମାନସ ହଂସ। ଆପଣ ମୁନିମାନଙ୍କର ମାନସ ପଟରେ ସବୁବେଳେ ହଂସ, ହଂସ ସୋହ ସହ ଅହଂ ହଂସ ଏକାତ୍ମ ଭାବ ହେଇକି ରହିଛନ୍ତି। ସେ ମୁନିମାନେ ଆପଣଙ୍କୁ ଧ୍ୟାନସ୍ଥ ଅବସ୍ଥାରେ ଦେଖୁଛନ୍ତି। ଏବଂ ମୁନିମାନଙ୍କର ମନରେ ମାନସ ରୂପକ ସରୋବରରେ ହଂସ ସଦୃଶ ଆପଣ ସନ୍ତରଣ କରୁଛନ୍ତି ବା ବିରାଜମାନ କରିଛନ୍ତି। ଏଇଭଳି ପ୍ରଭୁଙ୍କୁ ମୁଁ, ପ୍ରଭୁଙ୍କର ଜୟ ଜୟ ଦେବ ହରି, ହେ ହରି ମୁଁ କହିଛି ଯେ ଜନାନାଂ ଦୁଃଖଂ ବିମୋଚନ ବୋଲି କରା ହରତୀତି ହରି। ଏଇଭଳି ହେ ହରି ଆପଣଙ୍କର ଜୟ ହେଉ, ଆପଣଙ୍କର ଜୟ ହେଉ। ପୁଣି କବି ତୃତୀୟ ପାଦରେ କ'ଣ, ତୃତୀୟ ପଦଟିରେ ଆଉ କ'ଣ କହୁଛନ୍ତି? ପ୍ରଭୁଙ୍କର ଗୁଣଗାନ କରୁଛନ୍ତି, ଆସନ୍ତୁ ଶୁଣିବା। କାଳିୟ ବିଷଧର ଗଞ୍ଜନ, କାଳିୟ ବିଷଧର ଗଞ୍ଜନ, ଜନରଞ୍ଜନ ଯଦୁକୂଳ ନଳିନ ଦୀନେଶ, ଜୟ ଜୟ ଦେବ ହରେ, হরি জয় জয় দেব হরি জয় জয় দেব হরি। হে হরি ଆପଣଙ୍କର ଜୟ ହେଉ, ଆପଣଙ୍କର ଜୟ ହେଉ। ଆପଣ ସେ ହରି କିଏ? ସେ ନା ଦ୍ୱାପର ଯୁଗର କଥା କବି ଏଠି ଉଲ୍ଲେଖ କରିଛନ୍ତି। ଭଗବାନଙ୍କର ଦ୍ୱାପର ଯୁଗରେ ଯେଉଁ କୃଷ୍ଣାବତାର ହେଇଥିଲା ପୂର୍ଣ୍ଣ ବ୍ରହ୍ମ ଜଗନ୍ନାଥ ଯେ 16 କଳା ତହୁଁ କଳା ଏ ନନ୍ଦବାଳା, କଳାକୁ 16 କଳା କରି ଗୋପେ ବିହରେ ଖୁଆଇଛି। ତେଣୁ ଗୋପରେ ଯେଉଁ ବ୍ରହ୍ମରୁ ଅଂଶ ଟିକିଏ ସାମାନ୍ୟ ଅଂଶ ନେଇକରି ପୂର୍ଣ୍ଣ ବ୍ରହ୍ମରେ ପରିଣତ ହେଇକରି ଲୀଳା କରିଥିଲେ। ଏଇଭଳି କ'ଣ କରିଥିଲେ ନା ସେଥିରୁ ଗୋଟିଏ ଉଦାହରଣ ଦେଇଛନ୍ତି। କାଳିୟ ବିଷଧର ଗଞ୍ଜନ। ଆପଣ କାଳିୟ ନାଗ ଆମେ ଜାଣିଛେ, କାଳିୟ ନାଗ କେମିତି? କାଳିନ୍ଦୀ ହ୍ରଦରେ
ଯମୁନାରେ ରହିଥିଲା ଯେ ସେ ଯମୁନାର ଜଳ ଆଜ୍ଞା କେହି ପାନ କରିପାରୁନଥିଲେ। ଯମୁନାର ଜଳ ବା ଜଳ କ୍ରୀଡ଼ା ବି କେହି କରିପାରୁନଥିଲେ। ବିଷାକ୍ତ ଏଇଭଳି ବିଷାକ୍ତ ଥିଲା ଯେ କାହାର କାଳିଅ ନାଗର ବିଷଜ୍ୱାଳାରେ ସେ ଯମୁନାର ଜଳ ଏଇଭଳି ଦୂଷିତ ହୋଇଯାଇଥିଲା, ବିଷମୟ ହୋଇଯାଇଥିଲା ଯେ ଆଜ୍ଞା କଥା ଅଛି, ପୁରାଣରେ ଲେଖା ହେଇଛି ଯେ କାଳିଅ ବା କାଳିନ୍ଦୀ ହ୍ରଦ ବା ଯମୁନା ହ୍ରଦର ଉପର ଦେଇକରି ଯଦି କୌଣସି ପକ୍ଷୀ ଉଡ଼ିଯାଏ ତାହେଲେ ସେ ଏତେ ବିଷାକ୍ତ ବାୟୁମଣ୍ଡଳ ହୋଇଯାଇଥାଏ ଯେ ଏତେ ଖସି ପଡ଼େ ସେଇଟା। ଏଇଭଳି ବିଷ, ହଳାହଳ ବିଷ ବୋଲି ବା ଉତ୍କଟ କାଳା ନଳ ଯେଉଁ ଆମେ କହୁଛୁ ସେଇଭଳିଆ ହଳାହଳ ବିଷ। ଆପଣ ସେଇ ବିଷ ଜ୍ୱାଳାରେ ଜର୍ଜରିତ କରି ଯମୁନା ଜଳକୁ ବିଷାକ୍ତ ଦୂଷିତ କରିଥିବା କାଳିଅ ନାଗକୁ ଆପଣ କ'ଣ କରିଥିଲେ? ତା ମସ୍ତକ ଉପରେ ଆରୋହଣ କରି ତା'ର ଗର୍ଭକୁ ଗଞ୍ଜନ କରିଦେଇଥିଲେ। କାଳିଅ ବିଷ ତା'ର ବିଷକୁ ହରଣ କରିଥିଲେ ଏବଂ ସେ କାଳିଅ ନାଗ ଶେଷରେ କ'ଣ ଭାରି ଗର୍ବ ଅହଙ୍କାରୀ କରୁଥିଲା, ଆପଣଙ୍କୁ କେତେ ସହସ୍ର ଫଣା ବିସ୍ତାର କରି ଦଂଶନ କରୁଥିଲା। ମାତ୍ର ଆପଣ କିଭଳି ନୃତ୍ୟ କରିଥିଲେ ଏବଂ କାଳିଅର ଗର୍ଭ କେମିତି ଯମୁନାରୁ ତାକୁ କେମିତି ସମୁଦ୍ରକୁ ତା'ର ଅନୁରୋଧ ଶୁଣିକିରି, ମୁଁ ଆଉ ସେ ବିଷୟରେ ତ କହୁନି, ତା'ର ସ୍ତ୍ରୀ ତା'ର ପିଲା ଛୁଆ ଧରିକି ଆଜ୍ଞା କିଭଳି ସେ ସମୁଦ୍ରକୁ ପଳେଇଥିଲା। ସେହିଦିନଠାରୁ ଗୋପପୁରରେ ଥିବା ଗୋପାଙ୍ଗନାମାନେ ଅନ୍ୟ ସମସ୍ତେ ଗାଈ ଗୋରୁ ସମସ୍ତେ ଯାହା ହେଉଛି ଶୁଦ୍ଧ ଜଳ ହୋଇଗଲା, ପାନୀୟ ଜଳ ହୋଇଗଲା। ଏବଂ ସେ ପଦ୍ମ ଫୁଲ ଆପଣ ଜାଣିଛନ୍ତି, ଲକ୍ଷେ ଭାର ପଦ୍ମ ତୋଳିବା ପାଇଁ ମଥୁରାରୁ କହିଥିଲା ଯେତେବେଳେ, ଆରେ କେମିତି ସେଠି ଯିବେ ପଦ୍ମ ଫୁଲ ନେବେ, ତେଣୁ ଜଳ ତାକୁ ବିଷମୁକ୍ତ କରିଥିଲେ ଏବଂ ଇତ୍ୟାଦି। ଏଇ ଯେଉଁ ବିଷୟ ଆପଣ କାଳିଅ ବିଷଧର ଗଞ୍ଜନ ଆଉ ଜନରଞ୍ଜନ ଏବଂ ଜନସାଧାରଣଙ୍କର ମନକୁ ରଞ୍ଜନ କରିଥିଲେ। କାହିଁକିନା ବିଷଜ୍ୱାଳାରୁ କାଳିନ୍ଦୀ ହ୍ରଦ ବା ଯମୁନା ଆଜି ମୁକ୍ତ ହୋଇଯାଇଛି, ସମସ୍ତ ପାନ ଉପଯୋଗୀ ହୋଇଯାଇଛି। ତେଣୁ ସେଠି ତ ବେଶୀ ଗୋରୁ ପାଳନ କରନ୍ତି ନା, ବୃନ୍ଦାବନରେ ଯେଉଁ ଅରଣ୍ୟ ଅଛି ଯମୁନା ତଟରେ, ସେଠି ଗାଈ ଗୋରୁ ଚରନ୍ତି ଆଜ୍ଞା। ଗୋବର୍ଦ୍ଧନ ପର୍ବତ ତାର ପାଦ ଦେଶରେ ସବୁ, ଆଉ ଯମୁନାର ଜଳ କେହି ଟିକେ ପିଇ ପାରୁନଥିଲେ, ଭୟରେ ମରିଯିବ ମଣିଷ। ପଶୁ ପକ୍ଷୀ କୀଟ ପତଙ୍ଗ ସମସ୍ତେ ଆଜି ଆନନ୍ଦ। ତେଣୁ ଜନ କହିଲେ ଜନରଞ୍ଜନ ଅର୍ଥାତ୍ ଗୋପପୁରର ଜନ ଏବଂ ସମସ୍ତ ଜନ କହିଲେ କେବଳ ଗୋପବାସୀ ଯେ ଆନନ୍ଦିତ ହୋଇଗଲେ ଜନରଞ୍ଜନ ମନୋରଞ୍ଜନ ହେଲା କଥା ନୁହେଁ, ସମସ୍ତଙ୍କର ମନକୁ ଆପଣ ଗୋପବାସୀ ଏବଂ ସମସ୍ତଙ୍କର ଜନରଞ୍ଜନ। ଆଉ କ'ଣ କରିଥିଲେ? ଯଦୁକୂଳ ନଳିନ ଦିନେଶ ଜୟ ଜୟ ଦେବ ହରେ। ଯଦୁକୂଳ ନଳିନ ଦିନେଶ, ଯଦୁକୂଳକୁ ଯଦୁବଂଶରେ ଆପଣ ଜାତ ହେଇଥିଲେ। କାରଣ ଯଦୁକୂଳ ରୂପକ ନଳିନୀ ଅର୍ଥାତ୍ ପଦ୍ମ ପୁଷ୍ପକୁ ଆପଣ ଦିନେଶ ସଦୃଶ। ଆଜ୍ଞା ସକାଳେ ପଦ୍ମ ପୁଷ୍ପଟି କ'ଣ ରାତିରେ ମୁଦ୍ରିତ ହୋଇକରି ଥାଏ, ଯେତେବେଳେ ସୂର୍ଯ୍ୟ କିରଣ, ସେଇଥିପାଇଁ ତା'ର ସେ ହେଉଛି ପଦ୍ମ ବାନ୍ଧବ। ଏଣୁ ପଦ୍ମ ଫୁଲଟି କ'ଣ ନା ସକାଳେ ସୂର୍ଯ୍ୟ କିରଣ ପାଇଲେ ଆଜ୍ଞା ଆସ୍ତେ ଆସ୍ତେ ମୁଦ୍ରିତ ପୁଷ୍ପଟି ପ୍ରସ୍ଫୁଟିତ ହୋଇ ବିକଶିତ ହୋଇଯାଏ। ତେଣୁ କୁହାଯାଇଛି ଯେ ଇଏ ସୂର୍ଯ୍ୟ ତାର ହେଉଛନ୍ତି ବନ୍ଧୁ ଏବଂ କଇଁ ଫୁଲର କୁମୁଦ ବାନ୍ଧବ ହେଉଛନ୍ତି ଚନ୍ଦ୍ର। ରାତିରେ କଇଁ ଫୁଲଟି ସେମିତି ଚନ୍ଦ୍ର କିରଣ ପଡ଼ିଲେ ଆଜ୍ଞା ଫୁଟିଯାଏ, ବିକଶିତ ହୁଏ, ସକାଳକୁ ସିଏ ମଉଳିଯାଏ, ଇଏ ବିକଶିତ ହୋଇଯାଏ। ତେଣୁ ଏଇଭଳି ଯଦୁକୂଳ ଯେଉଁ ଯାଦବ ବଂଶ ତାର ସେଇ କୂଳର ଆପଣ ହେଉଛନ୍ତି ଆଉ ଜ୍ୟୋତିଷ୍ମାନ ରୂପେ ଅବତାର ଯଦୁକୂଳରେ ଅବତାର ନେଇଥିଲେ, ଯଦୁକୂଳର ମଧ୍ୟ ଉନ୍ନତି ସାଧନ କରିଥିଲେ। ଏବଂ ଆପଣ ତା'ର ନଳିନ ଯେ ପଦ୍ମ, ଯଦୁକୂଳ ଯଦି ନଳିନୀ ହୁଏ ଗୋଟିଏ ପଦ୍ମ ପୁଷ୍ପ, ଆପଣ ସୂର୍ଯ୍ୟ କିରଣରେ ଯଦୁକୂଳ ବିକଶିତ ହେଇଛି, ଯାହା କିଛି ଯଦୁବଂଶରେ ହେଇଛି, ଏଗୁଡ଼ା ଆପଣଙ୍କ ପାଇଁ ହେଇଛି। ତେଣୁ ଯଦୁକୂଳ ନଳିନ ଦିନେଶ। ଆଚ୍ଛା, କବି ପୁଣି ଏଇଭଳି ଯେଉଁ ପ୍ରଭୁ ତାଙ୍କର ଜୟ ହେଉ, ତାଙ୍କର ଜୟ ହେଉ, ହେ ଜୟ ଜୟ ଦେବ ହରି, ହେ ହରି ଆପଣଙ୍କର ଜୟ ହେଉ। ପୁଣି କବି କ'ଣ କହୁଛନ୍ତି ଦେଖନ୍ତୁ, ଚତୁର୍ଥ ପଦଟିରେ କହୁଛନ୍ତି, ଆସନ୍ତୁ ଦେଖିବା କେଡ଼େ ସୁନ୍ଦର ଭାବରେ ମହାକବି ଜୟଦେବ ପ୍ରଭୁଙ୍କର ଗୁଣ ଆଉ ସୁନ୍ଦର ଭାବରେ ବିସ୍ତାରିତ କରି ଅତ୍ୟନ୍ତ ସୁନ୍ଦର, ମୁଁ କହିଛି ମଧୁର କୋମଳ କାନ୍ତ ପଦାବଳୀ ଶୃଣୁ ତଦା ଜୟଦେବ ସରସ୍ୱତୀ।
ମଧୁର କୋମଳ କାନ୍ତ ପଦାର୍ଥ ତା ନହେଲେ ଆପଣମାନେ ଦେଖୁଛନ୍ତି ଏଇ ଯେଉଁ ଶ୍ରୀତ କମଳ ଆକୁଚ ମଣ୍ଡଳ ଧୃତ କଣ୍ଡଳ ଗୀତଟି ଆପଣମାନଙ୍କ ଭିତରୁ ଅନେକ ତାକୁ ଗାନ କରୁଛନ୍ତି, ସଂକୀର୍ତ୍ତନରେ ଗାନ କରୁଛନ୍ତି, ଅଷ୍ଟପ୍ରହରୀ ବେଳେ ଦେଖିବେ ଆପଣ ଗାନ କରାଯାଉଛି। ଯାଗ ଯଜ୍ଞ ଯେଉଁଠି ସବୁ ବ୍ରାହ୍ମଣମାନେ ଆଉ ଯଜ୍ଞ ନାରାୟଣଙ୍କୁ ପରିକ୍ରମା କରୁଛନ୍ତି ସେଇବେଳେ ଏଇ ଗୀତ ସବୁ ଗାନ କରାହେଉଛି ସବୁଠି। ଆଉ ବିଶେଷତଃ ଜଗନ୍ନାଥ ଧାମରେ ମୁଁ ତ କହିଛି ନା ଏ ଜୟଦେବଙ୍କର ଗୀତ ଗୋବିନ୍ଦଟି ଆଜ୍ଞା ପ୍ରଭୁଙ୍କର ଜଗନ୍ନାଥଙ୍କର ରାତିରେ ଯେଉଁ ପୁଷ୍ପ ବେଶ ହୁଏ ବଡ଼ ସିଂହାର ଧୂପ ବଡ଼ ସିଂହାର ବେଶ ସେଇଠି ଜୟଦେବଙ୍କର ଏସବୁ ଗୀତ ଆଉ ମହାରୀମାନେ ବା ଦେବଦାସୀମାନେ ନୃତ୍ୟ କରିକିରି ସୁନ୍ଦର ଭାବରେ ତାଙ୍କୁ ଏଇ ଗୀତ ଗୋବିନ୍ଦ କାବ୍ୟଟି ଶୁଣିଲେ ତାଙ୍କୁ ନିଦ ହୁଏ। ଏଣୁ ମୁଁ କହୁଥିଲି ଯେ ଶୁଣିଲେ ପହଡ଼ ତାଙ୍କର ପଡ଼େ। ଏହିପରି ଭାବରେ ଯେଉଁ ଯଦୁକୂଳ ନଳିନ ଦିନେଶ ଆପଣଙ୍କର ଜୟ। ପୁଣି କବି କ'ଣ କହୁଛନ୍ତି ଦେଖନ୍ତୁ। ଅମଳ କମଳ ଦଳ ଲୋଚନ ଅମଳ କମଳ ଦଳ ଲୋଚନ ଭବମୋଚନ ହେ ଅମଳ କମଳ ଦଳ ଲୋଚନ ଭବମୋଚନ ହେ ତ୍ରିଭୁବନ ଭୁବନ ତ୍ରିଭୁବନ ଭୁବନ ନିଧାନ ଜୟ ଜୟ ଦେବ ହରେ হরি জয় জয় দেব হরে জয় জয় দেব হরে। অমଳ କମଳ ଦଳ ଲୋଚନ ଆପଣଙ୍କର ଅମଳ କମଳ ଦଳ ଆଉ ହେ ପ୍ରଭୁ କମଳ ଦଳ କେ ସମାନ କମଳ ଦଳ ସଦୃଶ ଆପଣ ନେତ୍ର ଯାହାର ଏଇଭଳି ଯେଉଁ ପ୍ରଭୁ ଆଉ ସ୍ୱଚ୍ଛ ଅମଳ କମଳ ଅମ୍ଳାନ ଅମଳ ମାନେ ସଦ୍ୟ ବିକଶିତ ପ୍ରସ୍ଫୁଟିତ ପଦ୍ମ ସଜ ଫୁଲ ଆମେ କହୁଛେ ଏଥିରେ ଟିକିଏ ମ୍ଳାନି ବା ମଳିନତା ନାହିଁ ସେଇଟା ସବୁବେଳେ ସଦା ପ୍ରସ୍ଫୁଟିତ ଏଇଭଳି ଆପଣଙ୍କର ଯାହାର ନେତ୍ର ଯୁଗଳ ଏଇଭଳି ସୁନ୍ଦର ନେତ୍ର ଯୁଗଳ ଏଇଭଳି ଯେଉଁ ଭଗବାନ ଆଉ କ'ଣ ହେଇଛନ୍ତି ଭବମୋଚନ ଭବ ଅର୍ଥାତ୍ ସଂସାରରୁ ଯିଏ ଲୋକଙ୍କୁ ମୁକ୍ତି ଦାନ କରୁଛନ୍ତି ଭବ ଅର୍ଥାତ୍ ସଂସାର ଏବଂ ସଂସାରର ଦୁଃଖ ସଂସାରର ଜନମାନସରୁ ମୁଁ କହିଛି ତ୍ରିତାପ ପୁଣି କହିଛନ୍ତି ଭବମୋଚନ ଅର୍ଥାତ୍ ଆପଣ ତ୍ରିତାପକୁ କାହିଁକିନା ଯୁଗେ ଯୁଗେ ଆପଣ ଭକ୍ତ ଯେଉଁମାନେ ଆପଣଙ୍କର ଭଜନ କରୁଛି ଆପଣଙ୍କ ନାମ କୀର୍ତ୍ତନ କରୁଛି ଗୁଣଗାନ କରୁଛି ଆପଣ ତାଙ୍କୁ ମୁକ୍ତି ଦେଉଛନ୍ତି। ତେଣୁ ଭବ ଅର୍ଥାତ୍ କହିଲେ ସଂସାର ଏବଂ ଭବ କହିଲେ ମଧ୍ୟ ସଂସାରରେ ଥିବା ଲୋକମାନଙ୍କର ଦୁଃଖକୁ ଆପଣ ହରଣ କରନ୍ତି। ତ୍ରିଭୁବନ ଭୁବନ ନିଧାନ ଜୟ ଜୟ ଦେବ ହରି। ହେ ପ୍ରଭୁ ଆଉ କ'ଣ ହେ ହରି ଆପଣ ଆଉ କ'ଣ କରିଛନ୍ତି ନା ତ୍ରିଭୁବନ ଅର୍ଥାତ୍ ତ୍ରିଭୁବନ ଯେ ସୃଷ୍ଟି ସ୍ଥିତି ଆଉ ଲୟ ସୃଷ୍ଟି ସ୍ଥିତି ଲୟ ଏଇ ଉତ୍ପତ୍ତିର ଆପଣ ହେଉଛନ୍ତି କାରଣ ଏ ଜଗତକୁ ଆପଣ ପାଳନ ପୋଷଣ କରୁଛନ୍ତି ତା'ର ବର୍ଦ୍ଧନ କରୁଛନ୍ତି ଏବଂ ଦରକାର ପଡ଼ିଲେ ସଂହାର ମଧ୍ୟ କରିଦେଉଛନ୍ତି। ଏ ତ୍ରିଭୁବନ ର ମୂଳ ଉତ୍ସ ହେଉଛନ୍ତି ଆପଣ ଉତ୍ପତ୍ତି ସ୍ଥିତି ଏବଂ ଲୟ ସଂହାର କର୍ତ୍ତା। ଏଇଭଳି ଯେଉଁ ଭୁବନକୁ ଆପଣ ତିଆରି କରିଛନ୍ତି ତା'ର ସୃଷ୍ଟି ସ୍ଥିତି ଲୟ ତା'ର ଉତ୍ପତ୍ତିର ଆପଣ ହେଉଛନ୍ତି କାରଣ ଇଏ ହେଲା କାର୍ଯ୍ୟ। ଏଇଭଳି ଯେଉଁ ୟାର ସମସ୍ତ କାର୍ଯ୍ୟର ମୂଳରେ ଆପଣ କାରଣ ସ୍ୱରୂପ ସୂକ୍ଷ୍ମ ରୂପରେ ଆପଣ ବିରାଜମାନ କରିଛନ୍ତି କାହିଁକିନା ବ୍ରହ୍ମର ସତ୍ତା ସବୁଠି ଅଛି ତା ନହେଲେ ହେବନି। ସେଇ ଇଚ୍ଛା କଲେ ସୃଷ୍ଟି ତିଆରି କରୁଛନ୍ତି ସେଇ ଇଚ୍ଛା କଲେ ସୃଷ୍ଟି ପାଳନ ତାକୁ ରକ୍ଷା କରିବା ପାଇଁ ଚିନ୍ତା କରିଛନ୍ତି ଏବଂ ପ୍ରଳୟ ସମୟରେ ଏ ସମସ୍ତ ତାଙ୍କ ଦେହରେ ଗର୍ଭିତ ହେଇଯାଉଛି ଅନ୍ତର୍ଲୀନ ହେଇଯାଉଛି। ତେଣୁ ସିଏ ହେଉଛନ୍ତି ଏକମାତ୍ର କାରଣ। ଆଉ ଯାହା କିଛି ଜାଗତିକ ଜିନିଷ ଆମେ ଦେଖୁଛେ ଆଜ୍ଞା ସ୍ଥାବର ଜଙ୍ଗମାତ୍ମକ
ସଚରାଚର ବିଶ୍ୱବ୍ରହ୍ମାଣ୍ଡ ଏବଂ ତ୍ରିଭୁବନ ଯାହା କିଛି ଆପଣ ନାକ୍ଷତ୍ରିକ ଜଗତ ସହିତ ଯାହା କିଛି ଆମେ ଦେଖୁଛେ ଏ ସବୁର ମୂଳ ଉତ୍ସ ହେଉଛନ୍ତି ଆପଣ। ତେଣୁ ଏଇଭଳି ଯେଉଁ ମହିମା ବିମଣ୍ଡିତ ସର୍ବଶକ୍ତିମାନ ପ୍ରଭୁ ଆପଣଙ୍କର ଜୟ ହେଉ, ଆପଣଙ୍କର ଜୟ ହୁଏ। ଜୟ 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 ଦେବ ହରେ ବୋଲି କବି ଜୟଦେବ ତାଙ୍କର ଗୁଣଗାନ କରିକିରି ଏ ମଙ୍ଗଳ ଗୀତିଟି ଜଗତର କଲ୍ୟାଣ ନିମିତ୍ତ ଏବଂ ଭଗବାନଙ୍କର ଗୁଣଗାନ ଏ ଉଭୟକୁ ଦୃଷ୍ଟିରେ ରଖି ଏ ସୁନ୍ଦର ଭାବରେ ଏ ମଙ୍ଗଳ ଗୀତିଟି ଲେଖିଛନ୍ତି। ଆଲୋଚନା କରିବା ପରବର୍ତ୍ତୀ ସମୟରେ ସମୟ ହେଲେ ଆଉ ଯେଉଁ ଅବଶିଷ୍ଟ ରହିଲା। ନମସ୍କାର।